ଅଙ୍କନ ମାଧ୍ୟମରେ ଧନେଶ ଏବଂ ମାଇରାର ମାଣ୍ଡାଲା ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ କରାଯାଇଥିଲା। ଏହି ପ୍ରଦର୍ଶନୀ ପ୍ରତିବର୍ଷ ଆମେ କରିବୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସୁଯୋଗ ଦେବୁ ବୋଲି ଦୁଇ ଜଣ ଚିତ୍ରଶିଳ୍ପୀଙ୍କର ମା ସୂଚନା ପ୍ରଦାନ କରିଥିଲେ। ସବୁଠୁ ବେଶୀ ଛୁଆମାନେ ହିଁ ରିବନ କାଟିଲେ। ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନେ ଆଉ ଅନ୍ୟ ଯୋଉ ମାନେ ବୟସ୍କ ଲୋକମାନେ ସମସ୍ତେ ଥିଲେ, ସମସ୍ତେ ଆମର ଏଠି ଦୀପକୁ ବ୍ଲୁ ପେଣ୍ଟ କରିଲେ। ସୋ ଆମେ କାହାକୁ ୱାନ୍ ଅନ୍ ୱାନ୍ ଇମ୍ପୋର୍ଟାନ୍ସ ଏଠି କାହାର ନାହିଁ, ସମସ୍ତେ ବହୁତ ଇମ୍ପୋର୍ଟାଣ୍ଟ। ମୋର ଇନିशिଆଲି କୌଣସି ପ୍ରୟାସ ନଥିଲା। ପ୍ରତିଟି ଛୁଆ ଭଳିଆ ଆମେ ଆମ ଛୁଆକୁ ଫ୍ରି ଛାଡ଼ିଥିଲୁ, ଯାହା ବି ତାକୁ ଇଚ୍ଛା ଆଗକୁ କରିବାକୁ ତା ହବି ହିସାବରେ ନବାକୁ। ସିଏ ମୋର ଗୋଟେ କଲିଗ ଶିବାନୀ ପରିଜା ବୋଲି ଯେ ନିଜେ ଗୋଟେ ମଣ୍ଡାଲା ଆର୍ଟିଷ୍ଟ, ତାକୁ ଦେଖିକି ବହୁତ ଏନକରେଜ ହେଇଥିଲା। ତ ଶିବାନୀ ବହୁତ ଗାଇଡ କରିଛନ୍ତି ଧନେଶକୁ ଆଗକୁ ମଣ୍ଡାଲା ଆର୍ଟ କରିବାକୁ। ନୂଆ ନୂଆ ଗୋଟେ ଗୋଟେ ଗାର ଟାଣିବାରୁ ଆରମ୍ଭ କରିକି ଗୋଟେ ଗୋଟେ ଗୋଲ କରିବାରୁ ଆରମ୍ଭ କରିକି ଏପର୍ଯ୍ୟନ୍ତ ଆସିବାରେ ତାଙ୍କର ବହୁତ ଅବଦାନ। ଆଉ ଆଜିକା ଡେଟ୍ରେ ଇଏ ୟୁଟ୍ୟୁବରେ ଭିଡିଓଜ ଦେଖିକି ମଣ୍ଡାଲା ଆର୍ଟ କରୁଛି। ଘରେ ଏପର୍ଯ୍ୟନ୍ତ ପ୍ରପର ଟ୍ରେନିଂ ତାର ଆର୍ଟର ଆରମ୍ଭ ହେଇନି, ଯୋଉଟା ଆମେ ଆଗକୁ ଆରମ୍ଭ କରିବୁ। ସମସ୍ତଙ୍କ ପାଇଁ ବେଷ୍ଟ ୱିଶେସ୍। ସେଇଟା ଆମ ଘରର କଥା, ହିଜ୍ ଫ୍ୟାମିଲି। ସମସ୍ତଙ୍କର ସପୋର୍ଟ, ଘରର ସପୋର୍ଟ, ସାଙ୍ଗ ସାଥୀ ମାନଙ୍କର ସପୋର୍ଟ, ବାହାରେ ମେଣ୍ଟର ମାନଙ୍କ ସପୋର୍ଟ, ସମସ୍ତଙ୍କର ସପୋର୍ଟ, ଆପଣ ମାନଙ୍କ ସପୋର୍ଟ, ଏଇ ସପୋର୍ଟଟା ବହୁତ ଇମ୍ପୋର୍ଟାଣ୍ଟ ଏଇ ଛୁଆ ମାନଙ୍କ ଲାଗି। ସବୁ ବର୍ଷ ଏପ୍ରିଲ ମାସ ଯୋଉଟା କି ଅଟିଜମ ଆୱେରନେସ ମନ୍ଥ, ଏଇ ମାସରେ ଏଇ ଅଙ୍କନ ଏକ୍ସିବିସନ ପ୍ରତିବର୍ଷ ଡେଫିନେଟଲି ହବ। ନୂଆ ନୂଆ ଛୁଆ ମାନଙ୍କୁ ଆମେ ଇନକ୍ଲୁଡ କରିବୁ ଆଉ ତାଙ୍କର ଟ୍ୟାଲେଣ୍ଟ ଆମେ ଚେଷ୍ଟା କରିବୁ କମନ ଲୋକଙ୍କ ଆଗକୁ ଆଣିବୁ। ସୋନିକା ଦାସ ମୁଁ ବହୁତ ଖୁସି ହେଇଛି। ମୁଁ ହଉଛି ସୋନିକା ଦାସ, ମୋ ଝିଅ ମାଇରା ଦାସ ହାତୀ ଏଠି ଅଙ୍କନର ଆଉ ଗୋଟେ ଆର୍ଟିଷ୍ଟ। ଆଉ ଏଠି ମୋ ଝିଅର ଆର୍ଟ ବହୁତ ଶୀଘ୍ର ଆମେ ଆରମ୍ଭ ହେଇଗଲୁ, ଯେହେତୁ ଆମ ଝିଅର ଅଟିଜମ ଥିଲା। ତ ଆମେ ଭାବିଲୁ କି ତାକୁ ଗୋଟେ ଅପରଚ୍ୟୁନିଟିଟା ମିଳୁ ଏଇ ଏକ୍ସିବିସନଟା କରିକିନା ଆମେ ସେ ଅପରଚ୍ୟୁନିଟିଟା ଖୋଲିଲୁ ତାଙ୍କ ପାଇଁକି। ଆମ ଭଳିଆ ବହୁତ ପିଲା ଏମିତି ଅଛନ୍ତି ଯୋଉମାନଙ୍କୁ ଏଇଟା ମିଳୁନି। ତ ଆମେ ଏହା ଦ୍ୱାରା ଏଇ ଜିନିଷଟା ଆରମ୍ଭ କରିକିନା ଅନ୍ୟ ପିଲାମାନଙ୍କୁ, ଅନ୍ୟ ପ୍ୟାରେଣ୍ଟସ୍ ମାନଙ୍କୁ କହୁଛୁ ଯେ ଆପଣମାନେ ଆସନ୍ତୁ, ଆମେ ଆପଣଙ୍କ ଛୁଆଙ୍କର ସବୁ ପ୍ରକାର ଆର୍ଟ ଫର୍ମସକୁ ଆମେ ଇନକ୍ଲୁଡ କରିବୁ ଆଉ ଏଇ ଏକ୍ସିବିଟ୍ କରିବୁ। ଥ୍ୟାଙ୍କ ୟୁ। ଧନେଶ ସାଉଣ୍ଟରେ ମୁଁ କିଟିଜେ ନ୍ୟାସନାଲ ସ୍କୁଲରେ ମୁଁ କ୍ଲାସ ଗ୍ରେଡ 9 ରେ ପଢୁଛି। ଆଉ ଆଜି ଗୋଟେ ବଡ଼ ଦିନ ହଉଛି, ଆଜି ଗୋଟେ ଆର୍ଟ ଏକ୍ସିବିସନ ହଉଛି। ସେଇଥିରେ ମୋର ବହୁତ ସାରା ଡ୍ରଇଂସ ହଉଛି। ଲୋକମାନେ ଗେଷ୍ଟ ମାନେ ଆସୁଛନ୍ତି ଦେଖିବାକୁ। ଆଉ ମୁଁ ମଣ୍ଡାଲା କରିବାକୁ ବହୁତ ଭଲ ଲାଗେ। ମୁଁ ସବୁଦିନ ବସିକି କରୁଥିଲି। ମୁଁ ଗୋଟେ ଜଗନ୍ନାଥର ମଣ୍ଡାଲା କରୁଥିଲି, ତାପରେ ମୁଁ ଡିଜାଇନ କଲି ବୁଦ୍ଧର, ଆଉ ତାପରେ ନେତାଜୀର ଗୋଟେ ମଣ୍ଡାଲା କଲି। ବାକି ସବୁ ବହୁତ ସାରା ମଣ୍ଡାଲା କରୁଥିଲି। ମୁଁ ଘରେ ୟୁଟ୍ୟୁବରେ ଗୋଟେ ଆର୍ଟର ଭିଡିଓ ଥିଲା, ମୁଁ ସେଇଟା ଦେଖିକି ଚେଷ୍ଟା କଲି। ଭାବୁଛି ମୁଁ ଗୋଟେ ଟ୍ୟାଲେଣ୍ଟେଡ ଆର୍ଟିଷ୍ଟ। ଭାବୁଛି ଛୁଆ ମାନଙ୍କୁ ଆର୍ଟ ଶିଖିବାରେ ଏଟା ବହୁତ ଭଲ ଲାଗିବ। ମତେ ପୁରା ଏମିତି ଫିଲ୍ ଲାଗୁଛି, ମତେ ହାପି ଲାଗୁଛି। ହଁ, ଆଗକୁ ତ ଆର୍ଟ କରିବାକୁ ଏଇଟା ତ ଇଚ୍ଛା ହଉଛି। ମାନେ ଯେ ଆହୁରି ବେଟର କରିବାଟା ସେମିତିକା ଭଲ।